ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶା ଭାଗ 13। ଆମେ ପୂର୍ବ ଅଧ୍ୟାୟରେ ଏହି ଆତ୍ମଜୀବନୀର 10ମ ପରିଚ୍ଛେଦଟି ଶୁଣୁଥିଲେ। ଏହି 10ମ ପରିଚ୍ଛେଦର ଆଜି ଦ୍ୱିତୀୟ ଭାଗଟି ଶୁଣିବା। ଓଡ଼ିଶାର ଆଧୁନିକ ସନ୍ତ ପୂଜାର ସ୍ୱରୂପ ବିଶ୍ଳେଷଣ କଲେ ଦେଖାଯାଏ ଯେ ଏହା କେବଳ ଆନନ୍ଦ ଭିତ୍ତିରେ ହିଁ ପ୍ରତିଷ୍ଠିତ। ଆନନ୍ଦ ଭିତ୍ତିକ ସଂସ୍କୃତି ହେଉଛି ଭିକ୍ଷୁକର ସଂସ୍କୃତି। ଏହାଦ୍ୱାରା କୌଣସି ଜାତି ଉନ୍ନତ ହୋଇପାରେ ନାହିଁ। ଆଫ୍ରିକାର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ବ୍ୟକ୍ତି ପାଶ୍ଚାତ୍ୟମାନଙ୍କ ଧର୍ମ, ଆଚାର, ବ୍ୟବହାର, ପିନ୍ଧା ପୋଷାକ ଇତ୍ୟାଦି ଗ୍ରହଣ କରିନେଇଛନ୍ତି। କିନ୍ତୁ ସେମାନେ ପାଶ୍ଚାତ୍ୟମାନଙ୍କ ସମ୍ବନ୍ଧ ହୋଇପାରିଛନ୍ତି କି ସମସ୍କନ୍ଦ ହୋଇପାରିଛନ୍ତି କି? କିମ୍ବା ପାଶ୍ଚାତ୍ୟମାନେ ଏମାନଙ୍କୁ ସମସ୍କନ୍ଦ ବୋଲି ମନେ କରିଛନ୍ତି କି? ଓଡ଼ିଶାର ଧାର୍ମିକ ସଂସ୍କୃତି ସର୍ବତ୍ର ଭାବରେ ଆଦାନ ଭିତ୍ତିକ ହୋଇ ଉଠୁଛି। ଭିକ୍ଷୁକ କେହି ସମସ୍କନ୍ଦ ବୋଲି ଭାବନ୍ତି ନାହିଁ। ଓଡ଼ିଶାର କୌଣସି ସନ୍ଥ ଭାରତର କୌଣସି ଅଞ୍ଚଳରେ ଆଦୃତ ବା ପୂଜିତ ହୁଅନ୍ତି ନାହିଁ। କିମ୍ବା ଓଡ଼ିଶାରେ ଯେକୌଣସି ସଂସ୍ଥ ଥିଲେ ଏ କଥା ଭାରତ ଜାଣେ ନାହିଁ। କିନ୍ତୁ ଓଡ଼ିଶାକୁ ସନ୍ଥ ବେକଧାରୀ ଯେକୌଣସି ବ୍ୟକ୍ତି ଆସନ୍ତି କିମ୍ବା ତାଙ୍କ ଭକ୍ତବୃନ୍ଦ ଆସନ୍ତି, ସେମାନେ ସମସ୍ତେ ଆମର ଶ୍ରେଷ୍ଠ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ମଧ୍ୟ ଆଦୃତ ଓ ପୂଜିତ ହୁଅନ୍ତି। ଏ ସଂସାରରେ କୌଣସି କଥା ବା ଘଟଣା ଅତିଭୌତିକ ଭାବରେ ସଂଗଠିତ ହୋଇନାହିଁ କିମ୍ବା ହେଉନାହିଁ। ଧର୍ମ ସମ୍ପ୍ରଦାୟମାନଙ୍କ ଅତିଭୌତିକ ଗଳ୍ପମାନ ବ୍ୟକ୍ତିକ ମିଥ୍ୟା ହିଁ ସମୃତ। ଅଥଚ ଏ ବ୍ୟକ୍ତିକ ମିଥ୍ୟା ଭଳି ବିଭିନ୍ନ ଧର୍ମ ସଂସ୍ଥା ଓଡ଼ିଶାରେ ଆସ୍ଥାନମାନ ଜମାଇ ପାରୁଛନ୍ତି। ଆମ୍ଭେମାନେ କୌଣସି ବିଶିଷ୍ଟ ଯାଦୁକରଠାରୁ ଯେଉଁସବୁ ଅତିଭୌତିକ ବ୍ୟବହାରମାନ ଦେଖୁ, ସେସବୁ ଯାଦୁକରଙ୍କ ଅତିଭୌତିକ ଶକ୍ତିରୁ ସମୃତ ହୁଏ ନାହିଁ। ଯେଉଁ ସନ୍ଥମାନେ ଅତିଭୌତିକ ଶକ୍ତି ଦେଖାଇଛନ୍ତି କିମ୍ବା ଦେଖାଉଛନ୍ତି ବୋଲି ସେମାନଙ୍କ ଭକ୍ତବୃନ୍ଦ ପ୍ରଚାର କରୁଛନ୍ତି, ସେମାନଙ୍କ କଥା ଆମ୍ଭେମାନେ ଏତେ ସହଜରେ ବିଶ୍ୱାସ କରୁ କାହିଁକି? ଏହାର କାରଣ ହୁଏତ ଏହି ଯେ ସହଜ ଓ ଶସ୍ତାରେ ଧର୍ମରୁ ପୁଳାଏ ମାରିନେବା କିମ୍ବା ନିଜକୁ ଧାର୍ମିକ ବୋଲି ଜଗତରେ ପ୍ରଚାର କରିବାର ବାସନା ଆମ୍ଭମାନଙ୍କଠାରେ ଅତ୍ୟନ୍ତ ବଳବତୀ ହୋଇଥାଏ। କିମ୍ବା ଏପରି ପ୍ରଚାର ସହିତ କୌଣସି ପ୍ରଚ୍ଛନ୍ନ ସ୍ୱାର୍ଥ ଜଡ଼ିତ ଥାଏ। ଅଳ୍ପଦିନ ତଳେ ଭକ୍ତମାନଙ୍କ ମଧ୍ୟରେ ଦାଦାଜୀ ନାମକ ପରିଚିତ ଜଣେ ବ୍ୟକ୍ତି କଟକରେ ଯାଦୁବଳରେ ଅତି ଭୌତିକ ବ୍ୟାପାରମାନ ଦେଖାଇ ଆମର ଶ୍ରେଷ୍ଠ ବୁଦ୍ଧିଜୀବୀମାନଙ୍କ ପରମାର୍ଥ ହୋଇଥିଲେ ଏବଂ ତାଙ୍କର ଅଲୌକିକ ଶକ୍ତି ସମ୍ବନ୍ଧରେ ସ୍ଥାନୀୟ ଖବରକାଗଜ ମୁଖର ହୋଇ ଉଠିଥିଲା। ପ୍ରଚାରିତ ହେଲା ଯେ ଦାଦାଜୀଙ୍କ ବୟସ ଶତାଧିକ, ଅଥଚ ତାଙ୍କର ପ୍ରକୃତ ବୟସ ଥିଲା 60ରୁ ଖୁବ୍ କମ୍। ସେ ଯେଉଁ କୋଠରୀରେ ତଥାକଥିତ ଅତି ଭୌତିକ ଶକ୍ତି ଦେଖାଉଥିଲେ, ସେଠାରେ ଗୋଟିଏ ଅଟୋମେଟିକ୍ କ୍ୟାମେରା ଓ ଗୋଟିଏ ଟେପ୍ ରେକର୍ଡର ରଖାଯାଇ ତାହା ପରୀକ୍ଷା କରାଗଲା ନାହିଁ। ଅଥଚ ବିନା ପରୀକ୍ଷାରେ ଦାଦାଜୀଙ୍କ ମହିମା ସର୍ବତ୍ର ପ୍ରଚାରିତ ହେଲା। ଓଡ଼ିଶାରୁ କଲିକତାକୁ ଫେରିବା ପରେ ହିଁ ସେ ଗୋଟିଏ ଜାଲ ଦଲିଲ ବଳରେ ଜଣେ ଯୁବତୀକୁ ଠକେଇଥିବା ଅଭିଯୋଗରେ ଗିରଫଦାର ହେଲେ। ରାଉରକେଲାରେ ଅନ୍ୟ ଏକ ସନ୍ଥ ପାଟିରୁ ମୂଲ୍ୟବାନ ପ୍ରସ୍ତାର ବାହାର କରୁଥିବା ଅଭିନୟ ସମ୍ବାଦ ମଧ୍ୟ ସ୍ଥାନୀୟ ଖବରକାଗଜରେ ବାହାରିଥିଲା। ଓଡ଼ିଶା ବର୍ତ୍ତମାନ ଏପରି ଏକ ସାଂସ୍କୃତିକ ଅବସ୍ଥାରେ ଅଛି ଯେ ଏଠାକୁ ଯେକୌଣସି ବ୍ୟକ୍ତି ଯଦି ସନ୍ଥ ବେଶରେ ଆସନ୍ତି, ତେବେ ସେ ଆମର ଶ୍ରେଷ୍ଠ ବୁଦ୍ଧିଜୀବୀମାନଙ୍କ ପରମାର୍ଥ ହେବେ ଏବଂ ତାଙ୍କର ଅଲୌକିକ ମହିମା ଖବରକାଗଜ ମଣ୍ଡନ କରିବ। ଜଗନ୍ନାଥ ସର୍ବଧର୍ମର ସମନ୍ୱୟ ଓ ଜଗନ୍ନାଥ କ୍ଷେତ୍ର ସର୍ବଧର୍ମର ମିଳନ ସ୍ଥଳ ବୋଲି ଆମର ଯେଉଁ ପରମ୍ପରା ଥିଲା, ସେଥିରେ ଓଡ଼ିଆମାନେ ବ୍ୟକ୍ତିଗତ ଭାବରେ ନହେଲେ ମଧ୍ୟ ସମୂହ ଭାବରେ ଭାରତରେ ସେମାନଙ୍କ ଧର୍ମ ଧାରଣର ପ୍ରାଧାନ୍ୟ ପ୍ରତିପାଦିତ କରିପାରୁଥିଲେ। ଜଗନ୍ନାଥ ଧର୍ମ ଓଡ଼ିଆମାନଙ୍କ ଐକ୍ୟର ଦୃଢ଼ତମ ସ୍ତମ୍ଭ ରୂପେ ବିଦ୍ୟମାନ ରହି ଓଡ଼ିଶାର ସାମରିକ ଶକ୍ତିକୁ ବହୁ ଶତାବ୍ଦୀ ଧରି ଦୁର୍ଜୟ କରିଥିଲା। କିନ୍ତୁ 1568 ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସ୍ୱାଧୀନତା ହରାଇବା ପର୍ଯ୍ୟନ୍ତ ଜଗନ୍ନାଥ କ୍ଷେତ୍ରର ଯେଉଁ ଶକ୍ତି ଥିଲା, ବର୍ତ୍ତମାନ ତାହାର ଆଉ ସେ ଶକ୍ତି ନାହିଁ। ପୂର୍ବେ ଯେଉଁ ଧର୍ମମତବାଦ ଜଗନ୍ନାଥଙ୍କ ପ୍ରାଧାନ୍ୟ ସ୍ୱୀକାର କରୁନଥିଲା, ଓଡ଼ିଆମାନେ ତାକୁ ସ୍ୱୀକାର କରୁନଥିଲେ।
କିନ୍ତୁ ଆଜି ଏକାଧିକ ଧର୍ମ ମତବାଦର ଜଗନ୍ନାଥଙ୍କ ସହିତ କୌଣସି ସମ୍ପର୍କ ନଥିଲେ ମଧ୍ୟ ସେଗୁଡ଼ିକ ଓଡ଼ିଶାରେ ବେଶ୍ ପ୍ରସାର ଲାଭ କରୁଛନ୍ତି। ଏତଦ୍ଦ୍ୱାରା ଓଡ଼ିଶାର ଧାର୍ମିକ ସଂସ୍କୃତି ତଥା ଐକ୍ୟର ଦୃଢ଼ତମ ସ୍ତମ୍ଭ ଦୋହଲି ଯାଉଛି। ଓଡ଼ିଶା ସ୍ୱାଧୀନତା ହରାଇବା ବେଳେ ଜଗନ୍ନାଥ ଧର୍ମ ଯାହା ଥିଲା ବର୍ତ୍ତମାନ ତାହା ଠିକ୍ ସେହି ଅବସ୍ଥାରେ ଅଛି। ଏହି ଦୀର୍ଘ 450 ବର୍ଷ ମଧ୍ୟରେ ଏ ଧର୍ମର ପ୍ରସାରଣ ଘଟିନାହିଁ। ଜଗନ୍ନାଥ ଧର୍ମର ଉଦାରତା ହିଁ ଏ ଧର୍ମର ସମ୍ପ୍ରସାରଣର କାରଣ ହୋଇଥିଲା। ହିନ୍ଦୁ ଧର୍ମରୁ ସମୃଦ୍ଧ ସମସ୍ତ ଧର୍ମ ମତବାଦ ଜଗନ୍ନାଥ ଧାମରେ ସ୍ଥାନ ପାଇଥିଲେ। 1568 ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଏହି ପରମ୍ପରା ସ୍ରୋତ ଚାଲି ଆସିଥିଲା, କିନ୍ତୁ ଏହାପରେ ସେହି ସ୍ରୋତ ସେହିଠାରେ ବନ୍ଦ ହୋଇ ରହିଲା। ଜଗନ୍ନାଥ ଧର୍ମର ଯଦି ପୂର୍ବ ଉଦାରତା ଥାନ୍ତା ତେବେ ତାହା କଳୋଚିତ ସମ୍ଭବ ଧର୍ମ ସମସ୍ୟାକୁ ପୂର୍ବପରି ସମାଧାନ କରିପାରିଥାନ୍ତା। ମାତ୍ର ଏ ଧର୍ମ ରକ୍ଷଣଶୀଳମାନଙ୍କ ହାତରେ ପଡ଼ି ସ୍ଥାଣୁ ହୋଇସାରିଛି। ତା ନହେଲେ ହରିଜନମାନଙ୍କ ହିନ୍ଦୁ ମନ୍ଦିର ପ୍ରବେଶ ପାଇଁ ଭାରତରେ ଯେଉଁ ସମସ୍ୟା ଚାଲିଛି, ଜଗନ୍ନାଥ କ୍ଷେତ୍ର ସେହି ସମସ୍ୟାର ପ୍ରଥମେ ସମାଧାନ କରିଥାନ୍ତା। ଆଦିବାସୀମାନଙ୍କ ଧର୍ମ ଜଗନ୍ନାଥ ଧର୍ମର ଉତ୍ପତ୍ତିର ମୂଳ କାରଣ ବୋଲି ଅନେକ ସ୍ୱୀକାର କରୁଥିଲେ ମଧ୍ୟ ଜଗନ୍ନାଥ ମନ୍ଦିରରେ ଆଦିବାସୀମାନଙ୍କ ପ୍ରବେଶର ଅଧିକାର ନାହିଁ। ଜଗନ୍ନାଥ ଧର୍ମର କୌଣସି ବ୍ୟାଖ୍ୟାକାର କହନ୍ତି ଯେ ଜଗନ୍ନାଥଙ୍କ ରଥଯାତ୍ରା ହରିଜନ ଓ ଆଦିବାସୀମାନଙ୍କ ପାଇଁ ବିଶେଷ ଭାବରେ ଉଦ୍ଦିଷ୍ଟ। ରକ୍ଷଣଶୀଳ ଜଗନ୍ନାଥ ଭକ୍ତମାନଙ୍କର ଏହା ଏକ ବିଚିତ୍ର ବ୍ୟାଖ୍ୟା। ହରିଜନ ଆଦିବାସୀମାନେ ଯେତେବେଳେ ଜଗନ୍ନାଥ ମନ୍ଦିରକୁ ଆସନ୍ତି ସେତେବେଳେ ଏହି ସୁବର୍ଣ୍ଣ ହିନ୍ଦୁ ଭକ୍ତମାନେ ସେମାନଙ୍କୁ ମନ୍ଦିର ପ୍ରବେଶ ଓ ଦେବଦର୍ଶନର ଅଧିକାର ନ ଦେଇ କହନ୍ତି, ଯାଅ, ରଥଯାତ୍ରା ବେଳେ ଆସିବ। ଆମ ଦେବତା ଯେତେବେଳେ ରଥରେ ନିଜେ ବିଜେ କରିବେ ସେତେବେଳେ ତାଙ୍କୁ ଦର୍ଶନ କରିବ ଓ ତାଙ୍କ ରଥ ଟାଣିବ। କୌଣସି ଆତ୍ମସମ୍ମାନ ସମ୍ପନ୍ନ ବ୍ୟକ୍ତି ବା ଜାତି ଏ ବ୍ୟବସ୍ଥାକୁ ଆଉ ଅଧିକ କାଳ ଗ୍ରହଣ କରିବ ନାହିଁ। ମନେ ରଖିବାକୁ ହେବ ଯେ ହରିଜନ ଆଦିବାସୀମାନଙ୍କ ମଧ୍ୟରେ ଆତ୍ମସମ୍ମାନ ଜାଗ୍ରତ ହୋଇଛି ଏବଂ ଏମାନଙ୍କ ସଂଖ୍ୟା ଓଡ଼ିଶାର ଜନମାନଙ୍କ ମଧ୍ୟରେ ଆତ୍ମସଂଖ୍ୟାରୁ ପ୍ରାୟ 3 ଭାଗରୁ ଭାଗେ। ଜଗନ୍ନାଥ ଧର୍ମ ଏମାନଙ୍କ ପାଇଁ ଯଦି କୌଣସି ସୁବ୍ୟବସ୍ଥା ନ କରେ ତେବେ ଓଡ଼ିଶାର ଧର୍ମଗତ ସଂହତି ନିଶ୍ଚିତ ଭାବରେ ବ୍ୟାହତ ହେବ। ଉଦାରତା ଓ ସମ୍ପ୍ରସାରଣଶୀଳତା ଯେଉଁ ଜଗନ୍ନାଥ ଧର୍ମର ବିଶେଷତ୍ୱ ଥିଲା, ତାହା ବର୍ତ୍ତମାନ ଗୋଟିଏ ପ୍ରବହମାନ ତଟିନୀ ନ ହୋଇ ଗୋଟିଏ ବଦ୍ଧ ପୁଷ୍କରିଣୀ ହୋଇଛି। ସୁଖର କଥା ଏହି ଯେ ଅତି ନିକଟରେ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତବର୍ଗ ଶ୍ରୀମନ୍ଦିରରେ ହରିଜନ ଆଦିବାସୀମାନଙ୍କ ପ୍ରବେଶ ଅଧିକାରକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ସେମାନେ ସମସ୍ତଙ୍କ ଅସୀମ ଧନ୍ୟବାଦ ହୋଇଛନ୍ତି। ଏହି ଅନୁମୋଦନ କିପରି ଓ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ବର୍ତ୍ତମାନ ସମସ୍ତଙ୍କ ଲକ୍ଷ୍ୟ କରିବା ବିଷୟ। ଜଗନ୍ନାଥ ଧର୍ମରେ ଯେପରି ସ୍ଥାଣୁତ୍ୱ ଆସିଛି, ସନ୍ତ ପୂଜା ସେପରି ବ୍ୟବସାୟ ଭିତ୍ତିକ ହୋଇଛି। ଓଡ଼ିଶାର ପୁରୀ ପୂଜା ମଧ୍ୟ ସେହିପରି ଖାଲି ପ୍ରଚାରମୂଳକ ହୋଇଛି। ଏ ଯୁଗର ମହାମନୀଷୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତସିଂହଙ୍କୁ ଶ୍ରୁତି ପୂଜା ଯେଉଁ ଆକାରର ଧାରଣ କରିଛି, ତାହା ଅନୁଧ୍ୟାନ କଲେ ବିସ୍ମିତ ହେବାକୁ ପଡ଼େ। ଅଧ୍ୟାପକ ଯୋଗେନ୍ଦ୍ର ଚନ୍ଦ୍ର ରାୟ ବିଦ୍ୟାନିଧି ଯଦି ସାମନ୍ତଙ୍କୁ ଓ ତାଙ୍କ ଗ୍ରନ୍ଥର ଆବିଷ୍କାର କରି ନ ଥାନ୍ତେ ତେବେ ହୁଏତ ସିଦ୍ଧାନ୍ତ ଦର୍ପଣ କୀଟଦଷ୍ଟ ହୋଇ ଲୋପ ପାଇଥାନ୍ତା। କରିନଥାନ୍ତେ ତେବେ ହୁଏତ ସିଦ୍ଧାନ୍ତ ଦର୍ପଣ କୀଟଦଷ୍ଟ ହୋଇ ଲୋପ ପାଇଥାନ୍ତା। କବିବର ରାଧାନାଥ ରାୟ ଯଦି ସାମନ୍ତଙ୍କୁ ତାଙ୍କ କବିତାର ଶ୍ରେଷ୍ଠ ଅର୍ଘ୍ୟ ମଧ୍ୟ ଦେଇନଥାନ୍ତେ ତେବେ ସାମନ୍ତ ଓଡ଼ିଶାର ସୁବିଦିତ ହୋଇପାରି ନଥାନ୍ତେ। ସିଦ୍ଧାନ୍ତ ଦର୍ପଣର ପ୍ରଥମ ପ୍ରକାଶଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ କାଳ ଅତିବାହିତ ହୋଇଯାଇଛି, କିନ୍ତୁ ଏହି ବିଶ୍ୱବିଖ୍ୟାତ ଗ୍ରନ୍ଥର ଗୋଟିଏ ସୁନ୍ଦର ନିର୍ଭରଯୋଗ୍ୟ ନୂତନ ସଂସ୍କରଣ ହୋଇପାରି ନାହିଁ। 1948ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଗ୍ରନ୍ଥର ଗୋଟିଏ ନୂତନ ସଂସ୍କରଣ ବାହାର କରିବାର ଉଦ୍ୟମ କରି ବହୁ ପଣ୍ଡିତ ସମନ୍ୱିତ ଗୋଟିଏ କମିଟି କଲେ ଓ ଏହି ଯୋଜନାରେ 1967 ପର୍ଯ୍ୟନ୍ତ 20,697 ଟଙ୍କା ଖର୍ଚ୍ଚ ହେଲା। ମାତ୍ର ଏହି ବିଖ୍ୟାତ ଗ୍ରନ୍ଥର ନୂତନ ସଂସ୍କରଣଟି ହୋଇପାରିଲା ନାହିଁ। ନିକଟରେ ମହାମହୋପାଧ୍ୟାୟ ଶ୍ରୀ ଦୟାନିଧି କୋହିନୂର ପ୍ରେସରୁ ଖଣ୍ଡିଏ ସିଦ୍ଧାନ୍ତ ଦର୍ପଣ ପୁସ୍ତକ ପ୍ରକାଶ ପାଇଛି। ଏହି ପଣ୍ଡିତଦ୍ୱୟ ନିଜ ନିଜକୁ ମହାମହୋପାଧ୍ୟାୟରେ ଉପାଧି ଭୂଷିତ କରିଥିଲେ ହେଁ ସରକାରଙ୍କଠାରୁ ଉପାଧିପ୍ରାପ୍ତ ପ୍ରକୃତ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତସିଂହାର ନାମ ସୁଦ୍ଧା ଏହି ପୁସ୍ତକରେ ଶିରୋନାମାରେ ଦେଇନାହାନ୍ତି।
ପୁସ୍ତକଟି ପଶ୍ଚାତ ପଟରୁ ଏ ପଣ୍ଡିତ ଦ୍ୱୟଙ୍କ ଅହମିକା ଓ ଆସ୍ପୃତା ହିଁ ପ୍ରଥମେ ପ୍ରକାଶ ପାଇଥାଏ। ଏମାନେ ସିଦ୍ଧାନ୍ତ ଦର୍ପଣର ଟୀକା ବା ବ୍ୟାଖ୍ୟା ଦେଇନାହାନ୍ତି। ଏହା ମୂଳ ସିଦ୍ଧାନ୍ତ ଦର୍ପଣର ପ୍ରକୃତ ପ୍ରତିନିଧି କି ନା ତାହା ଜ୍ୟୋତିର୍ବିଦମାନେ ବିଚାର କରିବେ। ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ତରଫରୁ ସାମନ୍ତ ସିଂହଙ୍କ ଗୋଟିଏ ସ୍ମୃତି ଗ୍ରନ୍ଥ ସଂକଳନ ପାଇଁ କେତେକ ବର୍ଷ ହେଲା ଉଦ୍ୟମ ଚାଲିଛି ଏବଂ ଏହା ଯେପରି ଅଗ୍ରଗତି କରିଛି ସେଥିରୁ ଆଶାଯାଏ ଯେ ସେ ଏହା ନିଶ୍ଚିତ ରୂପେ ପ୍ରକାଶିତ ହେବ। ଓଡ଼ିଶାରେ ନବଯୁଗର ଉଦ୍ଘାଟକ ମହାମନୀଷୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ପୂଜା ଯେପରି ଭାବରେ ଓ ଯେତେ ପରିମାଣରେ ହେବାର କଥା ତାହା ହେଉନାହିଁ। ଆଭିଜାତ୍ୟ ଗୌରବରେ ସମୁଜ୍ଜ୍ୱଳ ଗର୍ବିତ ଗଜପତିମାନଙ୍କ ଶେଷ କୁଳାଙ୍କୁର ପାରଳାଧୀଶ୍ୱର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଉତ୍କଳ ପ୍ରଦେଶ ସଂଗଠନ ପ୍ରତି ଯେଉଁ ଅତୁଳନୀୟ ଦାନ ରହିଛି ତାହା ଯଥାର୍ଥ ଭାବରେ ସ୍ୱୀକୃତ ଲାଭ ହୋଇନାହିଁ। ବିବିଧ ପ୍ରତିଭାଧର ସ୍ୱଗୁଣରେ ସମୁଜ୍ଜ୍ୱଳ ତ୍ୟାଗରୂପ ଉତ୍କଳମଣି ଗୋପବନ୍ଧୁଙ୍କ ଗୁଣାବଳୀ ଯେତେବେଳେ ଆଲୋଚିତ ହେବାର କଥା ତାହା ହୋଇନାହିଁ। ବିଶିଷ୍ଟ ରାଜନୈତିକ ଉତ୍କଳପ୍ରାଣ ଚାରଣକବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉତ୍କଳ ପ୍ରତି ଅବଦାନ ମଧ୍ୟ ଯଥାର୍ଥ ଭାବରେ ସ୍ୱୀକୃତ ହୋଇନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏହି ମହାନ ନେତା ଉତ୍କଳ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲେ। ମାତ୍ର ଆଜିକାଲି ଶିକ୍ଷାୟତନର ସୁଦ୍ଧା ତାଙ୍କ ଅବଦାନ ସ୍ୱୀକୃତ ହୁଏନାହିଁ। ବାଗ୍ମୀ ସୁପଣ୍ଡିତ ସୁକବି ବିଶିଷ୍ଟ ରାଜନୀତିଜ୍ଞ ଉତ୍କଳପ୍ରାଣ ନୀଳକଣ୍ଠ ଏ ରାଜ୍ୟରେ ଜୀବିତ ଅବସ୍ଥାରେ ଅନାବୃତ ଓ ମୃତ୍ୟୁ ପରେ ବିସ୍ମୃତ ହୋଇଛନ୍ତି। ଏହି ତୁଙ୍ଗ ନେତାମାନଙ୍କ ଛଡ଼ା ନିକଟରେ ଯେଉଁ ଓଡ଼ିଆ ସୁରୀମାନେ ଇହ ଜଗତ ତ୍ୟାଗ କରିଛନ୍ତି ସେମାନଙ୍କ ପୂଜା ସେମାନଙ୍କ ମୃତ୍ୟୁ ପୂର୍ବେ ଓ ପରେ ଯେଉଁ ଆକାର ଧାରଣ କରିଛି ତାହା ଅନୁଧ୍ୟାନ କଲେ ବିସ୍ମିତ ହେବାକୁ ହୁଏ। ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ଏ ଯୁଗର ଜଣେ ପରମ ସାଧକ ଥିଲେ। ଯେଉଁ ସମୟରେ କୃତିବିଦ୍ୟା ଓଡ଼ିଆ ଅଧ୍ୟାପକମାନେ ଦେଶମାତୃକା ପ୍ରତି ଏମାନଙ୍କ କୌଣସି କର୍ତ୍ତବ୍ୟ ଅଛି ବୋଲି ଅନୁଭବ କରୁନଥିଲେ ସେତେବେଳେ ସେ ବହୁ ପ୍ରାଚୀନ ପୋଥି ପ୍ରକାଶ କରି ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରତି ଲୁପ୍ତ ପ୍ରୀତିର ପୁନରୁତ୍ଥାନ କରିଥିଲେ। ତାଙ୍କ ଜୀବିତାବସ୍ଥାରେ କ୍ଷମତାସୀନ ତାଙ୍କର ବହୁ ସହକର୍ମୀ ଓ ଛାତ୍ରମାନଙ୍କ ମଧ୍ୟରୁ କେହି ସୁଦ୍ଧା ତାଙ୍କୁ ଦ୍ୱିତୀୟ ଶ୍ରେଣୀ ଚାକିରିରୁ ପ୍ରଥମ ଶ୍ରେଣୀକୁ ଉନ୍ନତି କରିବାକୁ ସାହାଯ୍ୟ ଦେଇନଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ଜାତୀୟ ଅଧ୍ୟାପକ ସୁନୀତି କୁମାର ଚାଟାର୍ଜୀଙ୍କ ଦ୍ୱାରା ଆର୍ତ୍ତବଲ୍ଲଭ ବକ୍ତୃତାମାଳା ଯେଉଁ ବ୍ୟବସ୍ଥା କଲେ ତାହା 12 ହାତ କାକୁଡ଼ିର 13 ହାତ ମଞ୍ଜି ପରି ଗୋଟିଏ ଅସୁନ୍ଦର ଓ ଅସଙ୍ଗତ କଥା ହେଲା। ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ୍ ଥିଲେ। ଯେତେବେଳେ ଓଡ଼ିଶାର ଶିକ୍ଷିତ ସଂଖ୍ୟା ମୁଷ୍ଟିମେୟ ଥିଲା ସେତେବେଳେ ସିଏ BA ପାସ୍ କରିଥିବାରୁ ତାଙ୍କୁ ଗୋଟିଏ ଭଲ ଚାକିରି ମିଳିବାର ପଥ ସୁଗମ ଥିଲା। ମାତ୍ର ସେ ଅର୍ଥର ସୁଗମ ପଥର ଛାଡ଼ି ପାଣ୍ଡିତ୍ୟର ଦୁର୍ଗମ ପଥକୁ ବରଣ କରିଥିଲେ। ଅର୍ଦ୍ଧଶତାବ୍ଦୀ ବ୍ୟାପୀ ତାଙ୍କର ସାଧନା ଫଳରେ ମୟୂରଭଞ୍ଜର ପ୍ରତ୍ନତତ୍ତ୍ୱର ପ୍ରଭୂତ ବିକାଶ ଘଟିଥିଲା ତାଙ୍କର ପ୍ରଚେଷ୍ଟାରେ। ଓଡ଼ିଶା ମ୍ୟୁଜିୟମରେ ରିସର୍ଚ୍ଚ ସେକ୍ସନ ବା ଗବେଷଣା ଶାଖା ସଂସ୍ଥାପିତ ହୋଇଥିଲା। ମ୍ୟୁଜିୟମ ଗ୍ରନ୍ଥାଗାରର ପ୍ରଭୂତ ଉନ୍ନତି ଘଟିଥିଲା ଏବଂ ଗୋଟିଏ ତ୍ରୈମାସିକ ଇଂରାଜୀ ଗବେଷଣା ପତ୍ରିକା ପ୍ରକାଶ ପାଇଥିଲା। ସେ ଓଡ଼ିଆ ଓ ଇଂରାଜୀରେ ବହୁ ପ୍ରବନ୍ଧ ଲେଖି ଓଡ଼ିଶାର ଐତିହାସିକ ସାହିତ୍ୟକୁ ସମୃଦ୍ଧ କରିଥିଲେ। ମାତ୍ର ତାଙ୍କ ଚାକିରି କାର୍ଯ୍ୟକାଳ ମଧ୍ୟରେ ସେ ଦ୍ୱିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀକୁ ଉନ୍ନତି ହୋଇନଥିଲେ। ତାଙ୍କର ବହୁ ସହକର୍ମୀ ସହପାଠୀ ଓ ବହୁ ବନ୍ଧୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ଷମତାସୀନ ଥିଲେ କିନ୍ତୁ କେହି ସୁଦ୍ଧା ତାଙ୍କ ଆସନକୁ ଟିକିଏ ହେଲେ ଟେକି ଦେଇ ନଥିଲେ। ସ୍ୱର୍ଗତ ବିମ୍ବାଧର ବର୍ମା ଓ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ପରି ପ୍ରତିଭାବାନ ଶିଳ୍ପୀମାନେ ଏ ରାଜ୍ୟରେ ଦାରିଦ୍ର୍ୟ ମଧ୍ୟରେ ପ୍ରାଣତ୍ୟାଗ କରିଥିଲେ। ଏ ଦୁଇଜଣଙ୍କ ମଧ୍ୟରୁ ମୁଁ ସ୍ୱର୍ଗତ କାନୁନଗୋଙ୍କ ଘନିଷ୍ଠ ସାହଚର୍ଯ୍ୟରେ ଆସିବାର ସୁଯୋଗ ପାଇଥିଲି। ମୁଁ ଯେତେବେଳେ ସମ୍ବଲପୁର କଲେଜରେ ଲେକ୍ଚର ଥିଲି ସେତେବେଳେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା କରୁଥିଲେ। ଥରେ ତାଙ୍କ ବସାକୁ ଯାଇ ତାଙ୍କୁ ଅତି ବିଷଣ୍ଣ ଅବସ୍ଥାରେ ଦେଖି ପଚାରିଲି ଏପରି ମୁହଁ ଶୁଖାଇ ବସିଛନ୍ତି କାହିଁକି? ସେ କହିଲେ ମୋତେ ଅପମାନଟା ବହୁତ ବାଧିଛି। ମୁଁ ପଚାରିଲି ଆପଣଙ୍କୁ କିଏ ଅପମାନ ଦେଲା? ସେ କହିଲେ ମୁଁ ଜଣେ ଗ୍ରାଜୁଏଟ୍ ଓ ବିଶିଷ୍ଟ ଶିଳ୍ପୀ କିନ୍ତୁ ମୁଁ ଶିଳ୍ପୀ ଥିବାରୁ ମୋତେ ଡ୍ରଇଂ ମାଷ୍ଟର କରି ଗ୍ରାଜୁଏଟ୍ ମାଷ୍ଟରଙ୍କଠାରୁ କମ୍ ଦରମା ଦେଉଛନ୍ତି। ଯେତେ ଲେଖିଲେ ଓ କହିଲେ ମଧ୍ୟ କେହି ଶୁଣୁନାହାନ୍ତି। ମୁଁ ଭାବିଲି ଓଡ଼ିଶାରେ ଏହା ହିଁ ପ୍ରତିଭାର ପରା ଲଲାଟ ଲିଖନ। ପରେ ମୁଁ ନିଜ କର୍ମଜୀବନରେ ଗୋପାଳବାବୁଙ୍କ ପରି ଦୁଃଖ ଓ ଅପମାନ ଭୋଗ କଲି।
ମୋର ଲେକ୍ଚରର ହେବା ପାଇଁ ଯୋଗ୍ୟତା ଥିଲା ଏବଂ ଏହା ବ୍ୟତୀତ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ 7 ବର୍ଷ କାଳ ଟ୍ରେନିଂ ପାଇଥିବାରୁ ଓ ଗବେଷଣା କରିଥିବାରୁ ମ୍ୟୁଜିୟମରେ କ୍ୟୁରେଟର ହେବାର ଯୋଗ୍ୟତା ମଧ୍ୟ ଥିଲା। କିନ୍ତୁ ମୁଁ ଯେତେବେଳେ ମ୍ୟୁଜିୟମରେ କ୍ୟୁରେଟର ହେଲି ସେତେବେଳେ ମୋତେ ଲେକ୍ଚରର ପୋଷ୍ଟର ପ୍ରାପ୍ତ ଓ ପଦୋନ୍ନତିରୁ ବଞ୍ଚିତ କରାଗଲା। ଯେତେ ଆବେଦନ କଲେ ମଧ୍ୟ କେହି ଶୁଣିଲେ ନାହିଁ। ଏଣୁ ମୁଁ ମୂଳ ଲେକ୍ଚରର କାମକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲି। ସୁନାମଧନ୍ୟ ସ୍ୱଭାବ କବି ଡକ୍ଟର ମାୟାଧର ମାନସିଂହ ଯୁବାବସ୍ଥାରେ ଓ ମୃତ୍ୟୁ ପରେ ଓଡ଼ିଆମାନଙ୍କ ଠାରୁ ଯେଉଁ ବ୍ୟବହାର ପାଇଲେ ତାହା ଅତ୍ୟନ୍ତ ଦୁଃଖାଦବହ। ଜଣେ ସ୍ୱାଭାବିକ ସ୍ୱଭାବ କବି ହିସାବରେ ସେ ସ୍ୱପ୍ରତିଭାର ସମୂଳୋଜ୍ଜଳ କରିଥିଲେ ଏବଂ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଦାନ ଅତୁଳନୀୟ ଥିଲା। ଅଥଚ ଅନ୍ତିମ ଅବସ୍ଥାରେ ସେ ମର୍ମନ୍ତୁଦ ଅପମାନ ମଧ୍ୟରେ ପ୍ରାଣତ୍ୟାଗ କଲେ। ତାଙ୍କର ପ୍ରଧାନ ଅପରାଧ ଏହି ଯେ ସେ ଇଂରେଜୀରେ ଓଡ଼ିଆ ସାହିତ୍ୟର ପ୍ରଥମ ଇତିହାସ ଲେଖିଲେ। ମୁଁ ମାନୁଛି ଯେ ଏହି ଗ୍ରନ୍ଥରେ ତ୍ରୁଟି ବିଚ୍ୟୁତି ରହିଛି। କବି ବିଶେଷାଙ୍କ ବା ଲେଖକ ବିଶେଷାଙ୍କ ସମ୍ବନ୍ଧରେ ତାଙ୍କର ମୂଲ୍ୟାବଧାରଣ ସର୍ବତ୍ର ଗ୍ରହଣଯୋଗ୍ୟ ହୋଇପାରିନାହିଁ। କିନ୍ତୁ ଏଥିପାଇଁ ତାଙ୍କୁ ଅପମାନ ଦେବା ବା କ୍ରୋଧରେ କଳସି ପିଟି ଭାଙ୍ଗିଦେବା ଏହି ଯୁକ୍ତିଟି ବିଯୁକ୍ତିର ପ୍ରତିକାର ନଥିଲା। କୌଣସି ଲେଖକ ବିଶେଷଙ୍କ ଦୃଷ୍ଟିଭଙ୍ଗୀ ସମସ୍ତଙ୍କ ଦୃଷ୍ଟିଭଙ୍ଗୀ ସହିତ ସମାନ ହୋଇ ନପାରେ। ଏଥିପାଇଁ ପ୍ରତ୍ୟେକ ବିଷୟରେ ଏକାଧିକ ଗ୍ରନ୍ଥକାର ଦ୍ୱାରା ଏକାଧିକ ଗ୍ରନ୍ଥ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ଭାରତୀୟ ଭାଷା ସାହିତ୍ୟର ଇଂରାଜୀରେ ଲେଖା 5-10 ଖଣ୍ଡ ଇତିହାସ ମିଳିପାରିବ। ମାତ୍ର ମାୟାଧର ମାନସିଂହଙ୍କର ଇଂରାଜୀରେ ଲେଖା ଓଡ଼ିଆ ସାହିତ୍ୟର ଇତିହାସ ଏହି ଶ୍ରେଣୀର ଏକମାତ୍ର ଗ୍ରନ୍ଥ ହୋଇ ରହିଛି ଏବଂ ହୁଏତ ଆସନ୍ତା 25 ବର୍ଷ ପର୍ଯ୍ୟନ୍ତ ତାହା ଏକମାତ୍ର ଗ୍ରନ୍ଥ ହୋଇ ରହିବ। ଯେଉଁମାନେ ମାନସିଂହଙ୍କ ପ୍ରତି କ୍ରୋଧରେ କଳସି ଭାଙ୍ଗି ପକାଇଲେ ସେମାନେ ତାଙ୍କ ପ୍ରତି କ୍ରୋଧରେ ଆଉ ଖଣ୍ଡିଏ ଓଡ଼ିଆ ସାହିତ୍ୟର ଇତିହାସ ଲେଖି ପକାଇଲେ ନାହିଁ କାହିଁକି? କୌଣସି ଗ୍ରନ୍ଥକୁ ଭଲ ନୁହେଁ ବୋଲି କହିବା ପଡ଼ିବା ଅପେକ୍ଷା ସେହି ବିଷୟରେ ଭଲ ଗ୍ରନ୍ଥଟିଏ ଲେଖି ଥୋଇଦେବା ହିଁ ପ୍ରଗତିର ପ୍ରକୃତ ପନ୍ଥା। ସ୍ୱର୍ଗତ ମାନସିଂହ କେବଳ ଖ୍ୟାତନାମ କବି ନଥିଲେ। ଯେଉଁ ମୁଷ୍ଟିମୟ ଓଡ଼ିଆ ଇଂରାଜୀର ଗ୍ରନ୍ଥ ଲେଖିପାରିଛନ୍ତି ସେମାନଙ୍କ ମଧ୍ୟରେ ମଧ୍ୟ ସେ ଅନ୍ୟତମ ଥିଲେ। ତାଙ୍କ ଜୀବନାବସାନ ବେଳକୁ ତାଙ୍କ ପ୍ରତି ଯେଉଁ ଦୁର୍ବ୍ୟବହାର ହେଲା ତାହା ଓଡ଼ିଶାର ସାଂସ୍କୃତିକ ଇତିହାସରେ ଗୋଟିଏ କଳଙ୍କମୟ ଅଧ୍ୟାୟ ହୋଇ ରହିବ। ସ୍ୱର୍ଗତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ କଥା ସ୍ମରଣ କଲେ ଦୁଃଖ ବିଭୂତ ହେବାକୁ ପଡ଼େ। ଭର୍ଣ୍ଣାକୁଲାର ପାସ୍କୁ ସମ୍ବଳ କରି ସେ ପାଣ୍ଡିତ୍ୟ ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ସ୍ୱକୀୟ ପ୍ରତିଭା ଶ୍ରମ ସାଧନା ଓ ଅଧ୍ୟବସାୟ ବଳରେ ସେ ଓଡ଼ିଶା ଇତିହାସରେ ନୂତନ ଆଲୋକପାତ କରି ସର୍ବଭାରତୀୟ ସ୍ତରରେ ସୁପରିଚିତ 2 ଖଣ୍ଡି ଇଂରାଜୀ ଗ୍ରନ୍ଥ ଲେଖିଥିଲେ। ସର୍ବପ୍ରଥମ ବୈଜ୍ଞାନିକ ପ୍ରଣାଳୀରେ ଓଡ଼ିଆ ଭାଷା ଓ ସାହିତ୍ୟର ଇତିହାସ ସେ ଲେଖିଥିଲେ ଏବଂ ଏହାଛଡ଼ା ଇଂରାଜୀରେ ବହୁ ପ୍ରବନ୍ଧ ଭାରତର ଗବେଷଣା ପତ୍ରିକାମାନଙ୍କରେ ପ୍ରକାଶ କରି ଓଡ଼ିଶାର ଇତିହାସକୁ ସମୃଦ୍ଧ କରିଥିଲେ। ତାଙ୍କ ବାସନାକୁ ବେଳକୁ ସେ ଯେଉଁ ଦାରିଦ୍ର୍ୟ ଓ ଦୁଃଖ ମଧ୍ୟରେ ପ୍ରାଣତ୍ୟାଗ କଲେ ତାହା ଅବର୍ଣ୍ଣନୀୟ। ଅତୀତରେ ଯେଉଁ ଓଡ଼ିଆ ସୁରମାନେ ଦେଶ ମାତୃକା ପାଇଁ ବହୁତ କାର୍ଯ୍ୟ କରିଥିଲେ ଓଡ଼ିଆମାନେ ସେମାନଙ୍କ ସ୍ମୃତିରୁ କୌଣସି ପ୍ରେରଣା ପାଆନ୍ତେ ନାହିଁ। ସେମାନେ ସମ୍ପୂର୍ଣ୍ଣ ରୂପେ ବିସ୍ମୃତ ହୋଇଛନ୍ତି। ଅଗ୍ରଗଣ୍ୟ ଓଡ଼ିଆ ସୁରମାନେ ଗାଲଗଳ୍ପ ଓ କିମ୍ବଦନ୍ତୀ ସହିତ ଜଡ଼ିତ ହୋଇଯାଇଛନ୍ତି। ବୀରୋତ୍ତମ ଚୋଡ଼ଗଙ୍ଗ ଗଙ୍ଗେଶ୍ୱର ହେଉଛନ୍ତି ମାଦଳପାଞ୍ଜିର ଗାଲଗଳ୍ପ ଓ କୁତ୍ସିତ କିମ୍ବଦନ୍ତୀର ଗୋକର୍ଣ୍ଣ ବୀଜରୁ ସମ୍ଭୂତ ରାଣ୍ଡି ପୁଅ ରୋରବାଙ୍ଗ ଏବଂ ଚୁଲିରେ ଗୋଡ଼ ଜାଳୁଥିବା ଡାହାଣୀ ନିତେଇ ଧୋବଣୀ ପୁତୁରା। ଏହି ବୀରୋତ୍ତମ ଗଙ୍ଗେଶ୍ୱରଙ୍କ ନିଜ କନ୍ୟା କୌଶଲ୍ୟାଙ୍କ ସହିତ ପାପ ପ୍ରଣୟ ଥିଲା ବୋଲି ମାଦଳପାଞ୍ଜି କୁତ୍ସିତ କିମ୍ବଦନ୍ତୀ ପ୍ରକାଶ କରିଛି। ବୀରେନ୍ଦ୍ର କପିଳେନ୍ଦ୍ର ଆରଙ୍ଗା ଓ ଆକବେରୀ ଭୂଭାଗର ଅଧୀଶ୍ୱର ହୋଇ ଓଡ଼ିଆ ଶୌର୍ଯ୍ୟର ଶେଷ ନିଦର୍ଶନ ଦେଖାଇଥିଲେ। ମାତ୍ର ମାଦଳପାଞ୍ଜିରେ ସେ ହୋଇଛନ୍ତି ଗୋରୁଜ ଗୁଆଳ ଚୋର ଖପରବଟା। ତଥାପି ତ ମାଦଳପାଞ୍ଜି ହେଉଛି ଜାତୀୟ ଇତିହାସ। ଏ ଯୁଗର ସାଂସ୍କୃତିକ ନେତାମାନେ ଏହି ପାଞ୍ଜି ଚୋଡ଼ଗଙ୍ଗଙ୍କ ସମୟ ଦ୍ୱାଦଶ ଶତାବ୍ଦୀରୁ ଲେଖା ହୋଇ ଆସୁଥିଲା ବୋଲି କହି ଓଡ଼ିଆ ସାହିତ୍ୟ ଓ ଇତିହାସର ମର୍ଯ୍ୟାଦାକୁ 12 ଗୁଣ ବଢ଼ାଇ ଦେଇଛନ୍ତି। ଗୌଡ଼ ବିଜେତାଙ୍କ ପ୍ରଥମ ନରସିଂହ ଦେବ ଓ ଯବନଚୟୀ ତୃତୀୟ ଅନଙ୍ଗ ଭୀମଦେବଙ୍କ କୀର୍ତ୍ତି କଥା ବିସ୍ମୃତି ଗର୍ଭରେ ଲୁପ୍ତ ହୋଇଛି। କାଞ୍ଚି ବିଜୟୀ ପୁରୁଷୋତ୍ତ ଦେବଙ୍କ କାଞ୍ଚି ବିଜୟକୁ ସତ୍ୟାଶ୍ରିତ ଓ ବାସ୍ତବାଶ୍ରିତ କରା ନ ହୋଇ ରୋମାଞ୍ଚକର ପ୍ରେମ ଗଳ୍ପରେ ପରିଣତ କରାହୋଇଛି।
ଶତଯୋଦ୍ଧା ବିଜୟୀ ବୀର ହମ୍ବୀର ଦେବଙ୍କ ବୀରଗାଥା ସମ୍ପୂର୍ଣ୍ଣ ରୂପେ ବିସ୍ତୃତ ହୋଇଛି। ମହାବୀର ବୀରଭଦ୍ରଙ୍କ ବୀରଗାଥା କିମ୍ବଦନ୍ତୀରେ ମଧ୍ୟ ସ୍ଥାନ ପାଇ ନାହିଁ। ଲକ୍ଷଣାବତୀ, ମନ୍ଦାରନ, ଗଡ଼ାନସି, ସିଂହଚଳ, ମହେନ୍ଦ୍ରନଗର, କୋଣ୍ଡବିଡ଼ୁ, ମଙ୍ଗଳଗିରି, ଉଦୟଗିରି, ଚନ୍ଦ୍ରଗିରି, କାଞ୍ଚି ଇତ୍ୟାଦି ରଙ୍ଗାରଙ୍ଗନମାନଙ୍କରେ ଯେଉଁ ଓଡ଼ିଆ ବୀରମାନେ ପ୍ରାଣତ୍ୟାଗ କରିଥିଲେ ସେମାନଙ୍କ ବୀରଗାଥା କୀର୍ତ୍ତିତ ହେବା ଦୂରରେ ଥାଉ, ଉତ୍ତୁଙ୍ଗ ଓଡ଼ିଆ ସାଂସ୍କୃତିକ ନେତାମାନଙ୍କ ମଧ୍ୟ ଏହି ସ୍ଥାନଗୁଡ଼ିକର ଅବସ୍ଥିତ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ସୁଦ୍ଧା ନାହିଁ। ଅଜ୍ଞ ଓ ଓଡ଼ିଆ ଗର୍ବକୁ ତୃଣାଗ୍ନି ପରି ଜାଳିବା ପାଇଁ ଯେତିକି ତଥାକଥିତ ଇତିହାସ ଦରକାର ହୁଏ, ସେତିକିକୁ ସମ୍ବଳ କରି ବାଗ୍ମୀ ବୀରମାନେ ସଭାଗୃହ କମ୍ପମାନ କରନ୍ତି ଏବଂ ତାପରେ ଖବରକାଗଜରେ ଓଜସ୍ୱିନୀ ଭାଷାରେ ପ୍ରଦତ୍ତ ସେମାନଙ୍କ ସାରଗର୍ଭକ ଭାଷଣର ବିବରଣୀ ପଢ଼ି ପରମ ଆନନ୍ଦ ଲାଭ କରନ୍ତି। ବିବରଣୀ ସହିତ ମୁଣ୍ଡମାଳା ମଧ୍ୟରେ ଯଦି ଫଟୋଗ୍ରାଫ ପ୍ରକାଶିତ ହୁଏ, ତେବେ ଆନନ୍ଦ ସାର୍ଥକତାର ସୀମାକୁ ମଧ୍ୟ ଟପିଯାଏ। ଦୂର ଅତୀତକୁ ବାଦ୍ ଦେଲେ ଅତୁର ଅତୀତରେ ଯେଉଁ ଓଡ଼ିଆ ବୀରମାନେ ଦେଶମାତୃକା ପାଇଁ ପ୍ରାଣତ୍ୟାଗ କରିଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କର ବୀରଗାଥା ସାମାନ୍ୟ ଭାବରେ କୀର୍ତ୍ତିତ ହୋଇଥାଏ। ବକ୍ସି ଜଗବନ୍ଧୁ, ବିଦ୍ୟାଧର ବୀରସୁରେନ୍ଦ୍ର ରାୟ, ସିଂହଭୂମି ସ୍ୱାଧୀନ ସଂଗ୍ରାମୀ ରାଜା ଅର୍ଜୁନ ସିଂହ, ସାକ୍ଷୀଖୁଣ୍ଡିଆ, ଚକ୍ର ବିଷୋୟୀ, ଲକ୍ଷ୍ମଣ ନାୟକ ଇତ୍ୟାଦିଙ୍କ ଜୀବନ ଚରିତ ଯେତେ ବେଶୀ ଆଲୋଚିତ ଓ ସତ୍ୟସିତ କଥା ତା ହୋଇନାହିଁ। 1857 ଖ୍ରୀଷ୍ଟାବ୍ଦରେ ସଂଗଠିତ ସିପାହୀ ବିଦ୍ରୋହ ବା ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ରାଜା ଅର୍ଜୁନ ସିଂ ଯେଉଁ ଅତୁଳନୀୟ ସାହସ ଓ ବୀରତ୍ୱ ଦେଖାଇଥିଲେ, ତାହା ସର୍ବଭାରତୀୟ ସ୍ତରରେ ସ୍ୱୀକୃତ ଓ କୀର୍ତ୍ତିତ ହୋଇଥିଲେ ହେଁ ଏହାଙ୍କ ବୀରଗାଥା ଓଡ଼ିଶାରେ ଅଜ୍ଞାତ ହୋଇ ରହିଛି ବୋଲି କହିଲେ ଚଳେ। ଏହି ବୀର ଓଡ଼ିଆ ସିଂହଭୂମିରେ ଜନ୍ମଗ୍ରହଣ କରିଥିବାରୁ ଓ ସିଂହଭୂମି ବର୍ତ୍ତମାନ ବିହାରର ଅଂଶବିଶେଷ ହୋଇଥିବାରୁ ବିହାରୀ ଭାଇମାନେ ଅର୍ଜୁନ ସିଂହଙ୍କ ଗୁଣାବଳୀ ବହୁ ଭାବରେ ପ୍ରଚାର କରିଛନ୍ତି। ଏହା ବୀର ଓଡ଼ିଆଙ୍କ ସମ୍ବନ୍ଧରେ ଅବଧି ଯାହା ଲେଖା ହୋଇଛି, ସେ ସମସ୍ତ ସଂଗ୍ରହ କରି ଝଙ୍କାରର 1963 ମସିହା ଶାରଦୀୟ ଅକ୍ଟୋବର ସଂଖ୍ୟାରେ ମୁଁ ଗୋଟିଏ ଦୀର୍ଘ ପ୍ରବନ୍ଧ ପ୍ରକାଶ କଲି। କିନ୍ତୁ ଓଡ଼ିଆମାନେ ସିଂହଭୂମିକୁ ଓଡ଼ିଆ ଭାଷୀ ଅଞ୍ଚଳ ବୋଲି ଦାବି କରୁଥିଲେ ହେଁ ଏହି ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବୀର ଓଡ଼ିଆ ସ୍ମୃତିପୂଜା ଓଡ଼ିଶାରେ ହେଲା ନାହିଁ କିମ୍ବା ଏହାଙ୍କ ବୀରଗାଥା କୀର୍ତ୍ତିତ ହେଲା ନାହିଁ। ଆଞ୍ଚଳିକତାର ପରିଧିକୁ ନ ଆସିଲେ କିମ୍ବା ରାଜନୀତି ସହିତ ଜଡ଼ିତ ନ ହେଲେ କିମ୍ବା ବିଦ୍ୱେଷ ବା ବିବାଦ ସହିତ ସଂଶ୍ଳିଷ୍ଟ ନ ହେଲେ କିମ୍ବା ସ୍ୱସ୍ୱାର୍ଥର ସହାୟକ ନ ହେଲେ ସତ୍ୟାନୁସନ୍ଧାନ ଦ୍ୱାରା ଜାତି ପ୍ରେମ ବର୍ଣ୍ଣି ଜାଳିବାକୁ ଓଡ଼ିଆମାନେ ତଥା ଓଡ଼ିଆ ନେତାମାନେ ମୁହଁ ଫିଟାନ୍ତି ନାହିଁ କିମ୍ବା କଲମ ଉଠାନ୍ତି ନାହିଁ। ଅତି ନିକଟରେ ଯେଉଁ ଓଡ଼ିଆ ବୀରମାନେ ପ୍ରାଣତ୍ୟାଗ କରିଛନ୍ତି, ସେମାନେ ପ୍ରାୟ ବିସ୍ମୃତ ହେବାକୁ ବସିଲେଣି। ବ୍ରିଟିଶମାନେ ବନ୍ଧୁକ ଦ୍ୱାରା ଓଡ଼ିଆ ଗଡ଼ଜାତ ସମ୍ମିଶ୍ରଣ ଆନ୍ଦୋଳନକୁ ବନ୍ଦ କରିବାରୁ ଯେଉଁ ଦମନାତ୍ମକ ପଦକ୍ଷେପ ନେଇଥିଲେ, ତାହାର ପ୍ରଥମ ଶିକାର ହୋଇଥିଲେ ରଣପୁରର ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। 1939 ମସିହାରେ ରଣପୁରରେ ତତ୍କାଳୀନ ପଲିଟିକାଲ ଏଜେଣ୍ଟ ବାଜେଲଗେଟ୍ ନିଜ ପିସ୍ତଲରୁ ଗୁଳି ଫୁଟାଇବା ପରେ ଉତ୍ତ୍ୟକ୍ତ ଜନତା ମଧ୍ୟରେ ମୁଖ୍ୟ ଅଂଶଗ୍ରହଣ କରି ଏହି ବୀର ଓଡ଼ିଆ ଦ୍ୱୟ ବାଜେଲଗେଟ୍କୁ ହତ୍ୟା କରିଥିଲେ ଏବଂ ପରେ 1940 ମସିହାରେ ଫାଶୀଦଣ୍ଡ ପାଇଥିଲେ। ଜାଲିଆନାବାଗର ଜେନେରାଲ ଡାୟର ଗୁଳି ଫୁଟାଇ ନିରସ୍ତ୍ର ଜନତାକୁ ହତ୍ୟା କରିଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ବହୁ ବର୍ଷ ପରେ ଉଧାମ ସିଂ ପଞ୍ଜାବରୁ ପୂର୍ବତନ ଗଭର୍ଣ୍ଣର ମାଇକେଲ ଡାୟରଙ୍କୁ ଲଣ୍ଡନରେ ହତ୍ୟା କଲେ। ଉଧାମ ସିଂଙ୍କୁ ଫାଶୀଦଣ୍ଡ ମିଳିଲା, ମାତ୍ର ସ୍ୱାଧୀନତା ପରେ ଭାରତ ତାଙ୍କୁ ଯଥାର୍ଥ ସମ୍ମାନ ଦେଖାଇଛି। ତାଙ୍କ ଚିତାଭସ୍ମ ଲଣ୍ଡନରୁ ଆଣିତ ହୋଇ ପୂଜିତ ହୋଇଛି। ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଅନୁରୂପ ଘଟଣାଚକ୍ରରେ ଫାଶୀଦଣ୍ଡ ପାଇବା ପରେ ସେମାନଙ୍କ କଥା ଓଡ଼ିଆମାନେ ଥରେ ହେଲେ ସୁଦ୍ଧା ସ୍ମରଣ କରିନାହାନ୍ତି। ଅତି ନିକଟରେ ପ୍ରତିବେଶୀ ବଙ୍ଗରେ ସେମାନଙ୍କ ଆତ୍ମୋତ୍ସର୍ଗର ଅମର କାହାଣୀ ସଂଗୃହୀତ ହୋଇ ପ୍ରକାଶିତ ହେବାକୁ ଯାଉଛି। ଅଳ୍ପଦିନ ହେଲା ଓଡ଼ିଶାର ବର୍ତ୍ତମାନ ସରକାର ନନ୍ଦିନୀ ସରକାର ଏମାନଙ୍କ ସ୍ମୃତି ରକ୍ଷା ପାଇଁ କେତେକ ପଦକ୍ଷେପ ନେଇ ଧନ୍ୟ ବାର୍ବାହ ହୋଇଛନ୍ତି। ନୌବାଳକ ବାଜି ରାଉତଙ୍କ ଅମର ଆତ୍ମୋତ୍ସର୍ଗ, ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ଅମର କବିତା ପାଇଁ ଉଦ୍ବୃତ୍ତ ହୋଇଛି। 1942 ମସିହା କଟକ ଗଣ୍ଡଗୋଳ ସମୟରେ ଓଡ଼ିଶାରେ ଯେଉଁମାନେ ସଭା ହୋଇଥିଲେ, ସେମାନେ ସ୍ମୃତିପୂଜା ହେଉନାହିଁ କିମ୍ବା ସେମାନଙ୍କ ଜୀବନ କାହାଣୀ ସଂଗୃହୀତ ହେଉନାହିଁ। ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ସମ୍ମିଶ୍ରଣ ପାଇଁ ନ୍ୟାଯ୍ୟ ଦାବି କରି ଓ ସରକାରଙ୍କ ପାତର ଅନ୍ତର ନୀତିର ପ୍ରତିବାଦ କରି ସୁନୀଲ ଦେ କଟକରେ ଓ ବେଙ୍ଗପାଣିଆ ପୁରୀରେ ପ୍ରାଣଦାନ କଲେ।
ମାତ୍ର ସେମାନେ ଓଡ଼ିଆ ଆନ୍ଦୋଳନ ସହିତ ସମ୍ପୃକ୍ତ ଥିବାରୁ ସେମାନଙ୍କ ସ୍ମୃତି ପୂଜା ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ବଙ୍ଗଭଙ୍ଗର ପ୍ରତିବାଦ କରି ଓ ବ୍ରିଟିଶ ଦମନ ନୀତିର ପ୍ରତିରୋଧ କରି ବାଘା ଯତୀନ ଓଡ଼ିଶାର ବାଲେଶ୍ୱରରେ ହିଁ ପ୍ରାଣତ୍ୟାଗ କରିଥିଲେ। ତାଙ୍କ ସ୍ମୃତି ପୂଜା ଉତ୍ତରତିରୁ ବୃଦ୍ଧି ପାଉଛି। ବାଲେଶ୍ୱରର ଗୋଟିଏ ରାସ୍ତା ତାଙ୍କ ନାମରେ ନାମିତ ହୋଇଛି ଏବଂ ବଙ୍ଗରୁ ପ୍ରତିବର୍ଷ ରକ୍ତ ତୀର୍ଥଯାତ୍ରୀମାନେ ବାଲେଶ୍ୱରକୁ ଆସି ଓଡ଼ିଆମାନଙ୍କ ସହିତ ମିଶି ତାଙ୍କର ସ୍ମୃତି ପୂଜା କରୁଛନ୍ତି। ବଙ୍ଗଦେଶର ଓ ଓଡ଼ିଶାର ସ୍ମୃତି ପୂଜାର ପାର୍ଥକ୍ୟ ନ ବୁଝିଲେ ଏହି ଉଭୟ ଜାତି ବା ରାଜ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ କେହି ବୁଝିପାରିବେ ନାହିଁ। ଆଧୁନିକ ଓଡ଼ିଆ କବି, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ମଧ୍ୟରୁ ଖୁବ୍ ଅଳ୍ପ ସଂଖ୍ୟକ ହିଁ ଓଡ଼ିଶାର ଅତୀତ କୀର୍ତ୍ତିକୁ ଅବଲମ୍ବନ କରି ସେମାନଙ୍କ ସାହିତ୍ୟ ସୃଷ୍ଟି କରୁଛନ୍ତି। ଯେଉଁମାନେ ଏପରି ଉଦ୍ୟମ କରୁଛନ୍ତି ସେମାନଙ୍କ ଲେଖାବଳୀ ଅନୁଶୀଳନ କଲେ ଜଣାଯାଏ ଯେ ସେମାନେ ପ୍ରକୃତ ଇତିହାସ ସହିତ ସମ୍ପର୍କ ରଖିନାହାନ୍ତି। ଏପରି ଲେଖା ପ୍ରକାଶ କରିବାକୁ ହେଲେ ଇତିହାସକୁ ଅନୁଶୀଳନ କରିବା ଯେ ଆବଶ୍ୟକ ରହିଛି ଏକଥା ସାହିତ୍ୟିକମାନଙ୍କ ମନକୁ ସ୍ପର୍ଶ କଲେ ନାହିଁ। ଆଧୁନିକ ଓଡ଼ିଶାର ଶୁଭ ସୁରୀ ଓ ସନ୍ଥ ପୂଜାକୁ ସମନ୍ୱୟରେ ଅନୁଶୀଳନ କଲେ ଜଣାଯାଏ ଯେ ଅତୀତର ଘନ ଛାୟା ଓଡ଼ିଶାର ବର୍ତ୍ତମାନକୁ ତମସାଚ୍ଛନ୍ନ କରି ରଖିଛି ଏବଂ ଏହି ତମସାରେ ଓଡ଼ିଆମାନେ ଅତୀତ ଗର୍ବରେ ଓଡ଼ିଶାକୁ ମାପି କେତେବେଳେ ତାକୁ ଅତି ବଡ଼ କେତେବେଳେ ତାକୁ ଅତି ସାନ କରି ପକାଉଛନ୍ତି। ମୋ ସମୟର ଓଡ଼ିଶାରେ ସୁର, ସୁରୀ, ସନ୍ଥ ଓ ଦେବାଦେବୀ ପୂଜାର ସଂଗଠନ ନ ବାହାରି କୁଫଳ ବାହାରୁଛି। ଏ ରାଜ୍ୟର ରାମଲୀଳାରୁ ରାମଭକ୍ତ ନ ବାହାରି ବାହାରୁଛି ହତ୍ୟାକାଣ୍ଡ। ଅତି ନିକଟରେ ରାମଲୀଳା ଉପପକ୍ଷେ କଟକର ଝୋଲାସାହି ଓ ନିମସାହି ମଧ୍ୟରେ ସଂଘର୍ଷ ଘଟି ଜଣେ ନିହତ ଓ ବହୁ ବ୍ୟକ୍ତି ଆହତ ହୋଇଛନ୍ତି। ଏ ରାଜ୍ୟର ଦେବ ଦେବୀ ପୂଜା ଉପଲକ୍ଷେ ଯେଉଁ ଶୋଭାଯାତ୍ରା ବାହାରେ ସେଥିରୁ ବାହାରେ ଠେଙ୍ଗା, ବାଡ଼ି, ଇଟା, ପଥର, ଆମ୍ବୁଲାନ୍ସ, ଚିରାଚରିତ ବାଦ, ଚିର ବିଦ୍ୱେଷ। ଏ ରାଜ୍ୟର ଇତିହାସ ଚର୍ଚ୍ଚାରୁ ଆନ୍ତର୍ଜାତିକ ସ୍ତରର ଗ୍ରନ୍ଥ ନ ବାହାରି ବାହାରେ ଜାଲ୍ ଶିଳାଲିପି, ଜାଲ୍ ତାମ୍ରଲିପି, ଜାଲ୍ ତାଳପତ୍ର ପୋଥି। ଏ ରାଜ୍ୟରେ କେତେକ ବିବାଦୀୟ ପୂର୍ବସ୍ମାରୀମାନଙ୍କୁ ଓଡ଼ିଆ ବୋଲି ପ୍ରମାଣ କରିବାକୁ ଯେଉଁ ଚେଷ୍ଟା ଚାଲେ ସେଥିରୁ ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ଗ୍ରନ୍ଥ ନ ବାହାରେ ବାହାରେ ବିଦ୍ୱେଷ ଓ ନିଷ୍ଫଳ ଆସ୍ଫଳନ। ଏ ରାଜ୍ୟର ବହୁଳ ସନ୍ଥ ପୂଜାରୁ ଯେଉଁ ନୈତିକତା ବାହାରେ ତାହା ହେଉଛି ଭାରତର ସର୍ବନିମ୍ନ ନୈତିକତା। ଓଡ଼ିଶାର ଭଞ୍ଜ ଜୟନ୍ତୀର ବିଭ୍ରାନ୍ତିକର ପରିଚାରକ ବାହାରେ ଭ୍ରାନ୍ତ ଏକପତ୍ନୀ ବ୍ରତ ଓ ଭ୍ରାନ୍ତ ଅନାବିଳ ପ୍ରେମ। ଏ ସମସ୍ତ ବିଶେଷଣରୁ ସୂଚିତ ହୁଏ ଯେ ଆମେ କେବଳ ଧର୍ମ ଓ ସଂସ୍କୃତିର ବହିରାବଣକୁ ହିଁ ପୂଜା କରିଆସୁଛୁ। ସତ୍ୟ ହେଉଛି ସର୍ବଧର୍ମ ଓ ସର୍ବସଂସ୍କୃତି ଜୀବନ ପରି ଏବଂ ଉତ୍ସବ ବା ସମାରୋହ ହେଉଛି ଏମାନଙ୍କ ଶରୀର ପରି। ଆମ୍ଭେମାନେ ଜୀବକୁ ପୂଜା ନ କରି ଶବକୁ ହିଁ ପୂଜା କରୁଛୁ। ଓଡ଼ିଶାରେ ବହୁକାଳ ପାଲା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଓ ପାଣ୍ଡିତ୍ୟର ପ୍ରଚାର ହୋଇ ଆସୁଛି। ଏହା ଜନସାଧାରଣଙ୍କୁ ଆମୋଦ ଓ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟ ଚର୍ଚ୍ଚାର ସହାୟକ ହୋଇଥାଏ। ମାତ୍ର ପାଲାରେ ଯେଉଁ ପାଣ୍ଡିତ୍ୟ ପରିଦର୍ଶିତ ହୁଏ ତାହା ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ପାଣ୍ଡିତ୍ୟ ନୁହେଁ। ଭଞ୍ଜ କବିତାର ଗୋଟିଏ ପଦକୁ 7 ପ୍ରକାର ଅର୍ଥ କରି ଗାୟକ ରତ୍ନ ଟିକିଏ ହସନ୍ତି, ଟିକିଏ କାଶନ୍ତି, ନିତମ୍ବର ରମ୍ୟ ଚାଳନା କରି ଟିକିଏ ଘୂରି ପଡ଼ନ୍ତି ଏବଂ ତାପରେ ବିପକ୍ଷ ଗାୟକ ଆଡ଼କୁ ଚଅଁର ମେଣ୍ଟଟିକୁ ଦେଖାଇ ଦିଅନ୍ତି। ଓଡ଼ିଶାରେ ଉତ୍ସବ ସ୍ତରରେ ଏ ସମସ୍ତ ଉପଭୋଗ୍ୟ ହେଉଥିଲେ ହେଁ ଆନ୍ତର୍ଜାତିକ ସ୍ତରରେ ଏପରି ପାଣ୍ଡିତ୍ୟର ମୂଲ୍ୟ ନାହିଁ। ବିଂଶ ଶତାବ୍ଦୀର ଶେଷ ଭାଗରେ ଜ୍ଞାନ ବିଜ୍ଞାନର ଆଲୋକରେ ଉଦ୍ଭାସିତ ପୃଥିବୀର ଓଡ଼ିଶା ନାମକ ଅଖ୍ୟାତ ଅଞ୍ଚଳରେ ଏ ଶ୍ରେଣୀର ପାଣ୍ଡିତ୍ୟର ପୁନଃ ପ୍ରତିଷ୍ଠା ପାଇଁ ପ୍ରବଳ ଉଦ୍ୟମ ଚାଲିଛି। ଓଡ଼ିଶାରେ 33 ବର୍ଷ ଧରି ଭଞ୍ଜ ଜୟନ୍ତୀ ଚାଲିଥିଲେ ହେଁ ପ୍ରଧାନ ପୁରୋଧାମାନଙ୍କ ମଧ୍ୟରୁ କେହି ସୁଦ୍ଧା ଭଞ୍ଜ ସାହିତ୍ୟ ସମ୍ବନ୍ଧରେ ଗବେଷଣାତ୍ମକ ପ୍ରବନ୍ଧଟିଏ କିମ୍ବା ପୁସ୍ତକଟିଏ ଲେଖିନାହାନ୍ତି। ଉପେନ୍ଦ୍ର ଭଞ୍ଜ କିଏ ଥିଲେ ଏକଥା ଭାରତ ବା ପୃଥିବୀ ଜାଣେ ନାହିଁ, ଅଥଚ ଭଞ୍ଜ ଭକ୍ତମାନେ ତାଙ୍କୁ କବି ସମ୍ରାଟ ଓ ବିଶ୍ୱକବି ଉପାଧି ଦେଉଛନ୍ତି। ଦିଲ୍ଲୀର କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଯେଉଁ ମାର୍କେଟ୍ସ ଅଫ୍ ଇଣ୍ଡିଆନ ଲିଟରେଚର ନାମକ ଗ୍ରନ୍ଥମାଳା ପ୍ରକାଶିତ ହେଉଛି ସେଥିରେ ମୋ ଦ୍ୱାରା ଇଂରାଜୀରେ ଲିଖିତ ସାରଳା ଦାସ ନାମକ ଗ୍ରନ୍ଥଟିଏ ଓଡ଼ିଶା ତରଫରୁ ଏକମାତ୍ର ଗ୍ରନ୍ଥ ହୋଇ ରହିଛି। ଅଥଚ ଏ ଗ୍ରନ୍ଥମାଳାରେ ବଙ୍ଗୀୟ ସାହିତ୍ୟ ସମ୍ବନ୍ଧୀୟ 14 ଖଣ୍ଡ ପୁସ୍ତକ ପ୍ରକାଶ ହୋଇଛି। କୌଣସି ଭଞ୍ଜପ୍ରେମୀ ଭଞ୍ଜ ସମ୍ବନ୍ଧରେ ଇଂରାଜୀରେ ଗ୍ରନ୍ଥଟିଏ ଲେଖି ଏ ଗ୍ରନ୍ଥମାଳା ମଧ୍ୟରେ ସନ୍ନିବେଶ କରୁନାହାନ୍ତି କାହିଁକି? ଭଞ୍ଜ ଜୟନ୍ତୀ ଭଞ୍ଜପାଲାରେ ପରିଣତ ହୋଇସାରିଲାଣି, କିନ୍ତୁ ଆନ୍ତର୍ଜାତିକ କ୍ଷେତ୍ରରେ ଭଞ୍ଜ ଯେଉଁ ତିମିରରେ ଥିଲେ ସେହି ତିମିରରେ ଅଛନ୍ତି। ଭଞ୍ଜପ୍ରେମୀମାନେ ଓଡ଼ିଶାକୁ ପୃଥିବୀ ବୋଲି ଧରିନେଇ ନିଜେ ବିଭ୍ରାନ୍ତ ହେଉଛନ୍ତି ଏବଂ ଓଡ଼ିଶାର ଜନତାକୁ ମଧ୍ୟ ବିଭ୍ରାନ୍ତ କରୁଛନ୍ତି।
ଭଞ୍ଜ ଜୟନ୍ତୀ ଆରମ୍ଭର ଏକାଧିକ କାରଣ ରହିଛି। ରାଧାନାଥ ସାହିତ୍ୟ ଯୁଗର କେତେକ ଭଞ୍ଜ ବିରୋଧୀ ଭଞ୍ଜ ସାହିତ୍ୟକୁ ଅଶ୍ଳୀଳ ବୋଲି କହି ତୀବ୍ର ସମାଲୋଚନା କଲେ। ଏହା ଭଞ୍ଜ ଭକ୍ତମାନଙ୍କୁ ବଡ଼ ବାଧିଥିଲା। ଦ୍ୱିତୀୟରେ, କଲିକତା ବିଶ୍ୱବିଦ୍ୟାଳୟରେ MA ଶ୍ରେଣୀରେ ପାଠ୍ୟପୁସ୍ତକର ଅଧ୍ୟାପକ ବିଜୟ ଚନ୍ଦ୍ର ମଜୁମଦାର ଭଞ୍ଜ ସାହିତ୍ୟ ସମ୍ବନ୍ଧରେ କେତେକ ପ୍ରତିକୂଳ ମନ୍ତବ୍ୟ ପ୍ରକାଶ କଲେ। ଏହା ମଧ୍ୟ ଭଞ୍ଜପ୍ରେମୀମାନଙ୍କୁ ଉତ୍ତ୍ୟକ୍ତ କରିଥିଲା। ତୃତୀୟତଃ, ଆଜକୁ ପ୍ରାୟ 33 ବର୍ଷ ପୂର୍ବେ ଓଡ଼ିଶାର ସୁପରିଚିତ ନେତା ଶ୍ରୀଯୁକ୍ତ ଭୈରବ ଚନ୍ଦ୍ର ମହାନ୍ତି ଓଡ଼ିଶାରେ ରବୀନ୍ଦ୍ର ଜୟନ୍ତୀ ଆରମ୍ଭ କଲେ। ଏ ସମସ୍ତର ପ୍ରତିକ୍ରିୟା ସ୍ୱରୂପ ଭଞ୍ଜ ଜୟନ୍ତୀର ଆରମ୍ଭ ହୋଇଥିଲା। ଏହାର ମୂଳ ଭିତ୍ତି ସତ୍ୟାନୁସନ୍ଧାନ ଉପରେ ପ୍ରତିଷ୍ଠିତ ନ ହୋଇ କ୍ରୋଧ ଉପରେ ହିଁ ପ୍ରତିଷ୍ଠିତ ହୋଇଥିଲା। ଭଞ୍ଜ ପ୍ରେମୀମାନେ ଭଞ୍ଜ ସାହିତ୍ୟକୁ ସର୍ବୋତ୍କୃଷ୍ଟ ବୋଲି ପ୍ରଚାର କରୁଛନ୍ତି, ମାତ୍ର ଏ ସାହିତ୍ୟକୁ ଯୁବଶକ୍ତିର ଯେଉଁ ପ୍ରେରଣା ମିଳିବ ତାହା କହୁନାହାନ୍ତି। ସମସ୍ତ ଭଞ୍ଜ ସାହିତ୍ୟରେ ଓଡ଼ିଶାର ନଦ ନଦୀ ଗିରି ବନ ଇତିହାସ କିମ୍ବଦନ୍ତୀ ଅତୀତର ବୀରଗାଥା ବା ସମର ଚିତ୍ରର ଆଭାସ ସୁଦ୍ଧା ନାହିଁ। ମାତ୍ର ଏଥିରେ ନରନାରୀଙ୍କୁ ରତି ସମର ସୁନିପୁଣ ଭାବରେ ଚିତ୍ରିତ କରାହୋଇଛି। ଉପେନ୍ଦ୍ର ଭଞ୍ଜ ଦେଶକାଳର ରସିକ ଓ ରସାଳ କବି ଥିଲେ। ତାଙ୍କୁ ସନ୍ଥ ରୂପେ ବା ଏକପତ୍ନୀ ବ୍ରତୀ ରୂପେ ଚିତ୍ରିତ କରିବା କିମ୍ବା ତାଙ୍କ ରଚନାବଳୀରେ ଥିବା ପ୍ରେମକୁ ଅନାବିଳ ଓ ଅନାସକ୍ତ ବୋଲି ପ୍ରଚାର କରିବା ସତ୍ୟର ଘୋର ଅପଳାପ। ଆଗକୁ ଚାଲ, ଏହା ହିଁ ଆଧୁନିକ ଓଡ଼ିଶାର ଧ୍ୱନି ହେବା ଉଚିତ। କିନ୍ତୁ ଓଡ଼ିଶାର ସାଂସ୍କୃତିକ ନେତାମାନେ କହୁଛନ୍ତି ପଛକୁ ଚାଲ। ଶିଳ୍ପ, ବାଣିଜ୍ୟ, କୃଷି କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଅଗ୍ରସର ହୋଇ ଚାଲିଛି। ମୋର ଦୃଢ଼ ବିଶ୍ୱାସ ଯେ ଅତୁର ଭବିଷ୍ୟତରେ ଓଡ଼ିଶାର ବହୁ ପରିମାଣରେ ଦାରିଦ୍ର୍ୟ ଦୂର ହୋଇପାରିବ। କିନ୍ତୁ ସାଂସ୍କୃତିକ କ୍ଷେତ୍ରରେ ଏହାର ଦାରିଦ୍ର୍ୟ ଦୂର ହୋଇପାରିବ କି ନା, ଏହି ବିଷୟରେ ମୋର ଘୋର ସନ୍ଦେହ ହେଉଛି। ସର୍ବକ୍ଷେତ୍ରରୁ ଦୁର୍ନୀତି ଦୂର କରିବା ପାଇଁ ପ୍ରବଳ ଉଦ୍ୟମ ଚାଲିଛି, ମାତ୍ର ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରୁ ଦୁର୍ନୀତି ଦୂର କରିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନିଆଯାଇଥିବା କଥା ମୁଁ ଜାଣେ ନାହିଁ। ସ୍ୱାଧୀନତା ପରେ ଆମ୍ଭେମାନେ ପ୍ରଗତି ପଥରେ ଯେତିକି ଅଗ୍ରସର ହେଉଛୁ, ଆମ୍ଭମାନଙ୍କ ସାଂସ୍କୃତିକ ସଂହତି ସେତିକି ବେଶୀ କ୍ଷୁଣ୍ଣ ହେଉଛି। ଯେତେବେଳେ ଭାରତରେ ରାଜନୈତିକ ସଂହତି ନଥିଲା, ସେତେବେଳେ ଏ ଦେଶରେ ସାଂସ୍କୃତିକ ସଂହତି ରହିଥିଲା। ଏ ଦେଶର ପୂର୍ବସୂରୀମାନେ ଏହି ସାଂସ୍କୃତିକ ସଂହତିକୁ ସୁଦୃଢ଼ କରିଥିଲେ। ସେମାନେ ଯେଉଁ ଅଞ୍ଚଳର ବ୍ୟକ୍ତି, ଏ ବିଷୟରେ ସେମାନେ ଜାଣି କୌଣସି ପ୍ରମାଣ ରଖିନାହାନ୍ତି। ଭାରତୀୟ ସଂସ୍କୃତିକୁ ଦାନ କରିବା ହିଁ ସେମାନଙ୍କ ଉଦ୍ଦେଶ୍ୟ ଓ ଆନନ୍ଦ ଥିଲା। ଆଜି ସେ ସୂରୀମାନଙ୍କୁ ଆଞ୍ଚଳିକ ବିବାଦ ଭିତରକୁ ଟାଣି ଅଣାଯାଉଛି। ପୌରାଣିକ ବ୍ୟକ୍ତି ଓ ଭୌଗୋଳିକ ନାମ ମଧ୍ୟ ଆଞ୍ଚଳିକ ବିବାଦର ବିଷୟବସ୍ତୁ ହେଉଛି। ମାତ୍ର ଏହା ମାନିବାକୁ ହେବ ଯେ ଓଡ଼ିଶା ଏ ବିଷୟରେ ଅଗ୍ରଣୀ ନୁହେଁ। ଭାରତର ଅଗ୍ରସର ରାଜ୍ୟମାନଙ୍କୁ ହିଁ ଏହି ବିବାଦ ପ୍ରଥମେ ବାହାରିଛି ଏବଂ ଓଡ଼ିଆମାନେ ପଛେ ଏଥିରେ ଯୋଗ ଦେଉଛନ୍ତି। ଏପରି ବିବାଦ ଦ୍ୱାରା ଭାରତୀୟ ଏକତା କ୍ଷୁଣ୍ଣ ହୋଇଛି, ମାତ୍ର ଏହାର ନିରାକରଣ ପାଇଁ ସର୍ବଭାରତୀୟ ସ୍ତରରେ କୌଣସି ଉଦ୍ୟମ ହେଉନାହିଁ। ମୁଁ ଦୀର୍ଘକାଳ ଧରି ଅଧ୍ୟାପନା କରୁଥିବା ବେଳେ ଅନୁଭବ କରିଛି ଯେ ଓଡ଼ିଶାର ଯୁବଶକ୍ତିଠାରେ ମେଧା ବା ପ୍ରତିଭାର ଅଭାବ ନାହିଁ। ଆମର ଯୁବକ ଯୁବତୀମାନେ ଓଡ଼ିଶାର ଓ ଓଡ଼ିଶା ବାହାରର ବିଶ୍ୱବିଦ୍ୟାଳୟମାନଙ୍କରେ ଉଲ୍ଲେଖଯୋଗ୍ୟ କୃତିତ୍ୱ ହାସଲ କରୁଛନ୍ତି। ଜନସଂଖ୍ୟା ଅନୁପାତରେ ସର୍ବଭାରତୀୟ ଚାକିରି ମଧ୍ୟରୁ ଓଡ଼ିଶା ଭାଗରେ ଯେତୋଟି ପରିବାର କଥା, ଓଡ଼ିଆ ପିଲାମାନେ ତାଠାରୁ ଅଧିକ ସଂଖ୍ୟକ ଏ ଶ୍ରେଣୀର ଚାକିରି ପାଉଛନ୍ତି। ଏଥିରୁ ପ୍ରମାଣିତ ହୁଏ ଯେ ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ମାତ୍ର ଏହି ପ୍ରତିଭାର ପରବର୍ତ୍ତୀ ବିକାଶ ଘଟୁନାହିଁ। ଶ୍ରମ, ନିଷ୍ଠା, ସାଧନା, ସତ୍ୟାଶ୍ରୟିତା ସର୍ବସଂସ୍କୃତିର ମୂଳ ଭିତ୍ତି। ଏ ସମସ୍ତ ସାହାଯ୍ୟରେ ହିଁ ଭାରତର ଅନ୍ୟ ରାଜ୍ୟମାନଙ୍କରେ ସଂସ୍କୃତିର ଉନ୍ନତି ଘଟୁଛି, ମାତ୍ର ଓଡ଼ିଶାର ବୟୋଜ୍ୟେଷ୍ଠମାନେ ଏ ସମସ୍ତକୁ ପରିତ୍ୟାଗ କରି ପରିପ୍ରଚାରକୁ ହିଁ ମୂଳ ଭିତ୍ତି କରୁଛନ୍ତି। ଫଳରେ ତରୁଣମାନଙ୍କ ଆଗରେ ମହତ୍ ଆଦର୍ଶ ରହୁନାହିଁ। ମୋର ବହୁ ମେଧାବୀ ଛାତ୍ରମାନେ ଶିକ୍ଷା ପରବର୍ତ୍ତୀ ଜୀବନକୁ ଅନୁସରଣ କରି ମୁଁ ଦେଖୁଛି ଯେ ସେମାନଙ୍କ ମଧ୍ୟରୁ କେତେକ ଭଞ୍ଜ ଜୟନ୍ତୀରେ ଭଞ୍ଜ କବିତାର ଆଧ୍ୟାତ୍ମିକ ବ୍ୟାଖ୍ୟା କରୁଛନ୍ତି। କେତେକ ମାଇଚିଆମାନଙ୍କ ପରି ଜୀବନ ବନ୍ଧୁ ମାଗୁଣି ମାଗୁଛିରେ ଏତିକି ଇତ୍ୟାଦି ଗାଇ ତାହାର ଆଧ୍ୟାତ୍ମିକତା ପ୍ରତିପାଦନ କରୁଛନ୍ତି। କେତେକ ବାବାଜୀମାନଙ୍କ ଚେଲା ହୋଇଛନ୍ତି। କେତେକ ଭଣ୍ଡ ଜ୍ୟୋତିଷମାନଙ୍କ ପାଲରେ ପଡ଼ି ସେମାନଙ୍କ ସମସ୍ତ ବିଫଳତା ପାଇଁ ଦୈବ ଓ ଦଶା ଉପରେ ଦୋଷ ଲଦୁଛନ୍ତି। କେତେକ ନିଶା କବଳରେ ପଡ଼ିଛନ୍ତି ଓ କେତେକ ଭଲ ଚାକିରି ପାଇ ସୁଖରେ ଅଛନ୍ତି। ଏମାନଙ୍କ ସ୍ୱାଧୀନ ଚିନ୍ତା ଓ ଅନୁସନ୍ଧାନଚ୍ଛା ଲୋପ ପାଇଛି। ଏମାନେ ଆଧୁନିକ ଯୁଗର ଆହ୍ୱାନ ଶୁଣୁନାହାନ୍ତି କିମ୍ବା ଓଡ଼ିଶା ଯେ ଭାରତର ଅଂଶବିଶେଷ ଓ ଏହାର ଭାଗ୍ୟ ଭାରତ ସହିତ ଯେ ଜଡ଼ିତ ହୋଇଛି, ଏକଥା ଅନୁଭବ କରୁନାହାନ୍ତି।
ଏମାନଙ୍କ ସଫଳ ବିଫଳତା ପାଇଁ ଭାଗ୍ୟ, ଦଶା, ସରକାର ଓ ପ୍ରତିବେଶୀମାନଙ୍କୁ ଦାୟୀ କରୁଛନ୍ତି। କେତେକ ନିଜ ସମ୍ପ୍ରଦାୟର ପ୍ରାଧାନ୍ୟ ପ୍ରତିପାଦନ କରିବାକୁ ଯାଇ କହୁଛନ୍ତି ଯେ ସେଥିରେ ଏକାଧିକ ଶ୍ୱେତାଙ୍ଗ ରହିଲେଣି, କିନ୍ତୁ ସେମାନେ ବୁଝିନାହାନ୍ତି ଯେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥିବା ବ୍ୟକ୍ତିର ଏବଂ ଐଶ୍ୱର୍ଯ୍ୟର ସୀମାରେଖା ଉପରେ ରହିଥିବା ବ୍ୟକ୍ତିର ମାନସିକ ଭାରସାମ୍ୟ ରହେ ନାହିଁ। ଅତି ସମ୍ପଦ ବାବୁ ମହାବିଷମ। ଏଥିପାଇଁ କେତେକ ଶ୍ୱେତାଙ୍ଗ ଗଞ୍ଜେଇ ଟାଣି ଧୂମରସ ପାନ କରୁଛନ୍ତି ଓ କେତେକ ମୃଦଙ୍ଗ ପିଟି ଭକ୍ତିରସ ପାନ କରୁଛନ୍ତି। ଏମାନଙ୍କ ଦ୍ୱାରା ଭାରତୀୟ ସଂସ୍କୃତି ଉନ୍ନତ ବା କୃତାର୍ଥ ହେଉଛି ବୋଲି ଭାବିବା ଗୌଣ ମନୋଭାବର ପରିଚାୟକ। ମୁଁ ଏ ସମସ୍ତ ଅନୁଶୀଳନ ଓ ବିଶ୍ଳେଷଣ କରି ଓଡ଼ିଶାର ଆଧୁନିକ ସଂସ୍କୃତି ପାଇଁ ବ୍ୟଥିତ ହୁଏ ଏବଂ ସେଥିପାଇଁ ଏ ସମ୍ବନ୍ଧରେ ଲେଖେ। ଅନ୍ୟଥା ମୁଁ ଜ୍ଞାନଦର୍ପରେ ଜ୍ଞାନଦାତାର ଆସନ ହେଉନାହିଁ। ମୁଁ ଜଣେ ଅକିଞ୍ଚନ ଅନୁଶୀଳନ ଓ ବିଶ୍ଳେଷଣରୁ ଯାହା ପାଏ ତାହାରି ସାହାଯ୍ୟରେ ହରି ପକାଏ। ଏହା ମୋର ଜ୍ଞାନଗୁମାନ ଚାତୁରୀ ନୁହେଁ। ତେବେ ଏଇଠାରେ ଶେଷ ହେଲା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀ ମୋ ସମୟର ଓଡ଼ିଶାର 10ମ ପରିଚ୍ଛେଦ। ଆଗାମୀ ଅଧ୍ୟାୟରେ ଆମେ ଏହାର 11ଶ ପରିଚ୍ଛେଦଟିକୁ ଶୁଣିବା। ରହିଲି, ନମସ୍କାର।